राधे राधे हरे कृष्ण हरि बोल वेलकम बैक टू मानी मानी ब्लॉग जीवा जल्दी रेडी हो जीवा आज आमर सेंसस ट्रेनिंग अच्छी जीवा पड़ो तो देखा नमस्ते भल था समस्त जय जगन्नाथ ଶୋଇଥିଲି ଆମର କେଶକୁ ସାର୍ ଫୋନ୍ କରିଲା ପରେ ଉଠିକି ଫ୍ରେଶଅପ୍ ହେଇଗଲି ଭଗବାନ ଉପରେ ପୂଜାର୍ଚ୍ଚନା କରିକି ମୁଣ୍ଡ କୁଣ୍ଡା କୁଣ୍ଡେ କରି ଡିଓ ଟିକେ ମାରିକି ସାଇଜରେ ଚାକାଚନ୍ଦ ହେଇକି ରେଡ଼ି ହେଇଗଲି ଆସିଗଲି ବାହାରକୁ ଆମର କିସ୍କୁ ସାର୍ ବାହାରେ ଜଗିଛନ୍ତି ଦେଖନ୍ତୁ ଏ ହେଉଛି ଆମର କିସ୍କୁ ସାର୍ ନୂଆ LTR ଆପଏଣ୍ଟ ଅଛନ୍ତି ତାଙ୍କ ନାଁ ହେଉଛି ରାଜୀବ କୁମାର କିସ୍କୁ ତାଙ୍କ ରାଇଡ଼ର ଧରିକି ଆମେ ବାହାରି ପଡ଼ିଲୁ କୋଟାଗାଁ ରାସ୍ତା ଦେଇକି କୋଟାଗାଁରେ ପହଞ୍ଚୁ ପହଞ୍ଚୁ ସେ ଫଳ ଦୋକାନୀଙ୍କ ପାଖରୁ ଆମେ କିଛି ଅଙ୍ଗୁର ଆଉ କଦଳୀ ନେଲୁ ଯେହେତୁ ମୁଁ କିଛି ଖାଇନଥିଲି ଭୋକ ହେଉଥିଲା ଗାଡ଼ି ଚଲାଇ ଚଲାଇ ମୁଁ ଖାଇ ସିଧାସଳଖ ଆସିକି ଆମେ ପହଞ୍ଚିଗଲୁ କୋଡ଼ିଙ୍ଗା ନୋଡାଲ ହାଇସ୍କୁଲରେ ନୋଡାଲ ହାଇସ୍କୁଲ ପହଞ୍ଚିଲା ପରେ ଆମର ତହସିଲଦାରଙ୍କ ଦ୍ୱାରା ଆଉ ଅନ୍ୟାନ୍ୟ ଆମର ରିସୋର୍ସ ପର୍ସନମାନଙ୍କ ଦ୍ୱାରା ଆମର କାର୍ଯ୍ୟକ୍ରମ ଆରମ୍ଭ ହେଲା ଆରମ୍ଭ ହେବା ପରେ ଆମେ ବସିଛୁ ଆମର ସେନ୍ସସ୍ ଟ୍ରେନିଂ ଆରମ୍ଭ ହେଲା ତାପରେ ଖାଇବା ପାଇଁ ଗରମା ଗରମ ସମୋସା ଆଉ ଗୋଟିଏ ଗାରି ଆଉ କଦଳୀ ଆସିଗଲା ତାପରେ ଗରମ ପାଣି ଟିକେ ଆସିଗଲା ଗରମ ଚା ତାପରେ ଲଞ୍ଚ ବ୍ରେକ୍ରେ ଲଞ୍ଚ କରିବା ପାଇଁ ଚାଲିଗଲୁ ଲଞ୍ଚରେ ଭାତ ଡାଲି ପନିର ତରକାରୀ ଘାଣ୍ଟ ତରକାରୀ ଆଉ ଟମାଟୋ ଖଟା ମଧ୍ୟ ହେଇଥିଲା ଏ ହେଉଛନ୍ତି ଆମର ଅଶ୍ୱିନ ସାର୍ ତାଙ୍କ ପାଖରେ ହାଲୁଆ ସାର୍ ଅଛନ୍ତି ଆଉ କିସ୍କୁ ସାର୍ ବି ମୁଁ ପୁରା ଖାଇକି ପୁରା ପ୍ଲେଟ୍ ସଫା କରିଦେଲି ତାପରେ ଲଞ୍ଚ ବ୍ରେକ୍ ପରେ ପୁଣି ଥରେ ସେସନ୍ ଆରମ୍ଭ ହେଲା ସେସନ୍ ସରିଯିବା ପରେ ଯିଏ ଯାହା ଘରକୁ ଚାଲିଗଲେଣି କିନ୍ତୁ ଆମେ ଅପେକ୍ଷା କରିଥିଲୁ ଯେତେବେଳେ କାନୁବାବୁ ଆସିବେ କାନୁବାବୁ ଆସିଲେ ଜିମ୍ର ଚାବି ଦେବେ ବୋଲି କିଣୁ ଆମେ ଜଗିଥିଲୁ ଯେହେତୁ ଏଠୁ ଡାବୁଗାଁ ଯାଇକି ପୁଣି ଆସିବାଟା ମୋ ପାଇଁ ଟିକେ କାଠିକର ପାଠ ତେଣୁକରି ଜଗିଲି କାନବାବୁ ଫାଇନାଲି ଆସିଗଲି ଆମେ ହାଟରୁ କିଛି ଜିନିଷପତ୍ର ମଧ୍ୟ କିଣିନେଲୁ ଯେମିତିକି ଆମର ମସ୍କ ମେଲନ୍ ତା ସହିତ ଆଉ କିଛି ଅଙ୍ଗୁର ମଧ୍ୟ ନେଇନେଲୁ ତାପରେ କାନବାବୁ ଚାବୁ ନେଇକି ଆସିଲେ ମୋତେ ଆଣିକି ଜିମ୍ରେ ଛାଡ଼ିଦେଲା ଏଇଟା ହେଉଛି ଆମର କୋଡ଼ିଙ୍ଗା ଜିମ୍ ରାଜା ଭାଇଙ୍କର ପୁଣି ଜିମ୍ ମୁଁ ତାଙ୍କୁ କେବେ ଦେଖିନି କିନ୍ତୁ ଖାଲି ନାଁ ଶୁଣିଛି ତ ୱାର୍କଆଉଟ୍ ପୂର୍ବରୁ ମୁଁ କୋଳି ଆଉ ଖଜୁରୀ ବଗେରା କିଛି ଆଣିଥିଲି ଖାଇନେଲି ତାପରେ ଭଗବାନଙ୍କ ପାଖରେ ପ୍ରଣିପାତ କରିକି ମୋର କାର୍ଯ୍ୟକ୍ରମ ଯାହା ଥିଲା ମୁଁ କାର୍ଯ୍ୟକ୍ରମ ଆରମ୍ଭ କଲି ମୋର ଆଜି କାର୍ଯ୍ୟକ୍ରମ ଥିଲା ୱାର୍କଆଉଟ୍ ଥିଲା ଚେଷ୍ଟ ୱାର୍କଆଉଟ୍ ମୁଁ କରୁଥିଲି ମୋତେ ଭିଡ଼ିଓ କାଢ଼ିବାରେ ଆମର କିସ୍କୁ ସାର୍ ଆଜି ସାହାଯ୍ୟ କରିଛନ୍ତି ଚେଷ୍ଟ ୱାର୍କଆଉଟ୍ କଲା ଭିତରେ ଦେଖିଲେ ଗୋଟେ ଗଦାଟିଏ ଥିଲା ତ ଟ୍ରାଏଲ୍ ମାରିଦେଲି ତାପରେ ଆମର କିଛି ସମୟ ପରେ ଆମର କାନୁବାବୁ ଆସିଲେ କାନୁବାବୁଙ୍କ ସହିତ କଥା ହେଇ ମୋର ୱାର୍କଆଉଟ୍ ମୁଁ ଶେଷ କଲି ଶେଷ କରିସାରିବା ପରେ ଯେତେବେଳେ ମୋର ଚେଷ୍ଟ ୱାର୍କଆଉଟ୍ ସରିଗଲା ତାପରେ ମୁଁ ଆମର ପୁଷଅପ୍ସ ଟିକେ ମାରିନେଲି ପୁଷଅପ୍ସ ମାରିବା ପରେ ଭଗବାନଙ୍କ ପାଖରେ ପ୍ରଣିପାତ କରିକି ନେଇଥିବା କ୍ରିଏଟିନ୍ ବଗେରା ଯାହା କିଛି ଥିଲା ସେଇଟା ପିଇ ନେଲି ଯେହେତୁ ପ୍ରୋଟିନ୍ ମୋ ପାଖରେ ନାହିଁ ତାପରେ ଆମେ ଚାଲିଗଲୁ ମାର୍କେଟକୁ ଏଠି ଆଣିଦେଲା ଆମର ମୋମୋସ୍ ଦୋକାନକୁ ପ୍ରଥମେ ଟିକେ ମଞ୍ଚୁରିଆନ୍ ଖାଇଦେଲୁ 2 ଘଣ୍ଟା କଷ୍ଟ ପଡ଼ିଲି ଏ 2 ଘଣ୍ଟା କଷ୍ଟର ଫଳ ଏଠି ପୁରା ଶୂନ ହେଇଗଲା ତାପରେ ଟିକେ ଫ୍ରାଏଡ୍ ମୋମୋ ଆଉ ଟିକେ ଷ୍ଟିମ୍ ମୋମୋ ମଧ୍ୟ ଖାଇନେଲୁ ତାପରେ କାନବାବୁ ଘରକୁ ଚାଲିଗଲେ ଆମେ 2 ଜଣ ମଧ୍ୟ ଘରକୁ ଆସିଲୁ ବାଙ୍କୁଲି ଆସି ପହଞ୍ଚିଲା ବେଳେ ଦେଖିଲୁ ପୁରା ଘୋର ଅନ୍ଧକାର ଯୁଆଡ଼େ ଦେଖିଲେ ପୁରା ଅନ୍ଧାର ଆସିକି ଅନ୍ଧାରରେ କିଛି ସମୟ ବସିଲା ପରେ କରେଣ୍ଟ ଆସିବା ପରେ ମୁଁ ବସି ପଡ଼ିଲି କିଛି ପରିବାପତ୍ର କାଟିକି ଗ୍ରୀନ୍ ୱାଟର ବଗେରା ପୁଣି ଥରେ ବନେଇଦେଲି ଡାଲିଆ ଯଦି କେହି ନାହାନ୍ତି ଏଇଟା ସବୁଠାରୁ ସହଜ ଉପାୟ ଆଉ ଭଲ ଏଥିରୁ ଫାଇଦା ମଧ୍ୟ ଅଛି ତେଣୁକରି ଡାଲିଆ ଖାଇଦେଲି ତାପରେ ଟିକେ ଗୀତ ଶୁଣିଲି ତାପରେ ଶୋଇଗଲି ନେକ୍ସଟ ବ୍ଲଗରେ ଦେଖା ହେବା ନମସ୍ତେ ଭଲ ଥାନ୍ତୁ ସମସ୍ତେ ଜୟ ଜଗନ୍ନାଥ ଆଣ୍ଡ ଡୋଣ୍ଟ ଫରଗେଟ୍ ଟୁ ସବସ୍କ୍ରାଇବ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଦ ରାଘବ ଔରା।